हेलो सांगमाने नमस्ते जय जगन्नाथ। आज आम बनैबा मूला भजा, ताहा भी पुणी बेसर बटा दे। बेसर बटा देकी मध्य ताहा आपनको भजा भली ही लागिबो टेस्ट, खाली टिके फ्लेवर रे बेसरर फ्लेवर आसीबो। मूला गोटे परिबा जहा समस्ते खाली रे भी खाई थियंती आउ सब्जी कले मध्य पसंद करंती खाइबा पई। आज एई मूला भजाटा आमे पखाळ सहित भी खाई परिबा, डाली भात सहित भी खाई परिबा। आउ ଯେଉଁମାନଙ୍କୁ ମୂଳା ଖାଇବାକୁ ପସନ୍ଦ ଆସେ ନାହିଁ ସେମାନେ ମଧ୍ୟ ମୂଳା ଖାଇବାକୁ ପସନ୍ଦ କରିବେ, ଯେହେତୁ ଏଇ ମୂଳା ଭଜାଟା ବେସର ଦିଆ ଭଜା ହେଇଛି, ସେଥିପାଇଁ ୟାର ଟେଷ୍ଟ କିଛିଟା ନିଆରା। ପିଲାଠୁ ବଡ଼ ସମସ୍ତେ ଖାଇବାକୁ ପସନ୍ଦ କରିବେ। ତାହେଲେ ଚାଲନ୍ତୁ, ଆଉ ଡେରି କାହିଁକି। ନମସ୍କାର, ମୁଁ ସ୍ମୃତି ଆପଣମାନଙ୍କୁ ସ୍ୱାଗତ କରୁଛି ଆମ ଓଡ଼ିଆ ରେସିପି ଚ୍ୟାନେଲକୁ। ଚ୍ୟାନେଲରେ ଯଦି ନୂଆ ଅଛନ୍ତି ତାହେଲେ ସବସ୍କ୍ରାଇବ୍ କରିବା ପାଇଁ ଅନୁରୋଧ ରହିଲା। ଭିଡ଼ିଓଟି ଲାଷ୍ଟ ଯାଏଁ ଦେଖିବେ, ଜମାରୁ ବି ସ୍କିପ୍ କରିବେନି। ଏଠି ମୁଁ ବଡ଼ ବଡ଼ ଦୁଇଟା ମୂଳା ନେଇଛି। ମୂଳା ଆପଣଙ୍କର ଯେତେ ବଡ଼ ମୋଟା ଥିବ ଭଜାଟା ସେତେ ଅଧିକ ଟେଷ୍ଟି ଆଉ ବଢ଼ିଆ ଦେଖାଯିବ ବି। କାହିଁକିନା ଏଇଠି ଆମେ ରାଉଣ୍ଡ ରାଉଣ୍ଡ କାଟିବା, ତ ମୂଳାଟା ବହୁତ ବଡ଼ ଥିଲେ ରାଉଣ୍ଡ ପିସ୍ଟା ବଢ଼ିଆ ସେ ହେବ। ଏଠି ମୁଁ ମୂଳାଟାକୁ ଚାଞ୍ଚିକି ଭଲସେ ଧୋଇଦେଲି। ତାପରେ ଆମେ ତାର ଏମିତି ଭାବେ ସାଇଁଟାକୁ କାଟି ନେବା। ଏବେ ଆମେ ମୂଳାକୁ ରାଉଣ୍ଡ ରାଉଣ୍ଡ କରି କାଟି ନେବା। ରାଉଣ୍ଡ ରାଉଣ୍ଡ କରିବା ଫଳରେ ଆପଣଙ୍କର ମୂଳା ଭଜାଟା ଦେଖିବାକୁ ବି ଭାରି ସୁନ୍ଦର ଲାଗିବ। ଆପଣ ଚାହିଁଲେ ଯେଉଁ ସେପ୍ର ବି କାଟିପାରିବେ, ବଟ୍ ଏଇ ଭଜାଟା ଏଇଭଳିଆ କାଟିଲେ ବହୁତ ବଢ଼ିଆ ଦେଖାଯିବ। ଦେଖିପାରୁଥିବେ ମୁଁ ମୂଳାଟାକୁ ଟିକେ ମୋଟା ମୋଟା ରଖିଛି ଥିକନେସ୍ଟା। ଆପଣ ସେଇ ଅନୁସାରେ କାଟିବେ, ଯେହେତୁ ମୂଳାଟା ବହୁତ ଜଲ୍ଦି ସିଝିଯିବ ଆଉ ସେଇଟା ବି ଶୀତଦିନ ମୂଳା। ଆପଣ ଖାଲି ମୂଳା ବି ବନେଇ ପାରିବେ ଆଉ ଆଳୁ ବି ପକାଇ ପାରିବେ। ମୁଁ ଏଇଠି ଦେଖନ୍ତୁ ପିଲାମାନେ ଖାଇବା ପାଇଁ ମଧ୍ୟ ଆଳୁ ଏଇଠି ସେଇ ସେମ୍ ରାଉଣ୍ଡ ସେପ୍ରେ କାଟି ନେଇଛି। ଏବେ ଆମେ ଗୋଟେ କଢ଼େଇରେ କିଛି ତେଲ ଦେଇଦେବା। ତେଲ ତାତି ଆସିଲେ ସେଥିରେ ଗୋଟେ ସ୍ପୁନ୍ ସୋରିଷ ଦେବା। ସୋରିଷର କ୍ୱାଣ୍ଟିଟି ଏଇଠି ମୁଁ ଅଧିକ ରଖିଛି। ଏଇ ମୂଳା ଭଜାରେ ସୋରିଷଟା ବହୁତ ବଢ଼ିଆ ଫ୍ଲେଭର ଗୋଟେ ଦିଏ, ସେଥିପାଇଁ କ୍ୱାଣ୍ଟିଟି ଆପଣ ଅଧିକ ହିଁ ରଖିବେ। ସୋରିଷ ଫୁଟି ଆସିଲା ପରେ ସେଥିରେ ଆମେ କଟା ହେଇଥିବା କଞ୍ଚା ଲଙ୍କାକୁ ଦେଇଦେବା। ଆଉ ଗୋଟେ ବଡ଼ ପିଆଜ ମୁଁ ଏମିତି ଲମ୍ବା ଲମ୍ବା କରିକି କାଟି ଦେଇଛି। ପିଆଜର କଲର୍ ଟିକେ ଚେଞ୍ଜ ହେଇ ଆସିଲେ ଆମେ ପ୍ରଥମେ ଆଳୁକୁ ଦେଇଦେବା, ଯେହେତୁ ଆଳୁ ମୂଳାଠୁ ଟିକେ ଅଧିକ ସମୟ ଲାଗେ ଆଉ କ୍ରିସ୍ପି ବି ଆଳୁଟା ଟିକେ ହେବା ଦରକାର, ଯାହାଫଳରେ କି ପିଲାମାନେ ମଧ୍ୟ ଖାଇବାକୁ ବହୁତ ପସନ୍ଦ କରିବେ। ଆଳୁର କଲର୍ ଟିକେ ଚେଞ୍ଜ ହେଇକି ଆସିଲା ପରେ ସେଥିରେ ଆମେ କଟା ହେଇଥିବା ମୂଳାକୁ ଦେଇଦେବା। ଏଇଠି ଦେଖିପାରୁଥିବେ ଆଳୁ ଆଉ ପିଆଜର କଲର୍ କେମିତି ଚେଞ୍ଜ ହେଇକି ଆସିଛି। ଏବେ ଆମେ ସେଥିରେ ହାଫ୍ ସ୍ପୁନ୍ ହଳଦୀ ଗୁଣ୍ଡକୁ ଦେଇଦେବା ଆଉ ସ୍ୱାଦ ଅନୁସାରେ ଲୁଣ ଦେଇଦେବା। ଲୁଣ ଦେବା ଫଳରେ ସେଥିରେ ଯାହା ବି ପାଣି ଥିବ ମୂଳାରେ ତାହା ବାହାରି ଯିବ ଆଉ ସେଇ ପାଣିରେ ଆମର ମୂଳାଟା ମଧ୍ୟ ସିଝିଯିବ। ଏଇଠି ଆମେ 2ରୁ 3 ମିନିଟ୍ ଘୋଡ଼େଇକି କିଛି ସମୟ ଛାଡ଼ି ନେବା। ଏଇଠି ଦେଖିପାରୁଥିବେ ପାଣି ପୁରା ଶୁଖି ଆସିଲାଣି। ଏହି ସମୟରେ ଆମେ ଯେଉଁ ସୋରିଷ, ଜିରା, ରସୁଣ, ଶୁଖିଲା ଲଙ୍କା ବଟା ହେଇଛି ତାକୁ ଆମେ ଦେଇଦେବା। ଏହି ବଟାଟା ମୋ ପାଖରେ ଆଗରୁ ଥିଲା, ତ ସେଥିପାଇଁ ମୁଁ ଆପଣଙ୍କୁ ଦେଖାଇ ପାରିଲିନି। ମୁଁ ଏଇଠି ତଳେ ମେନସନ୍ କରିନେଇଛି କ'ଣ କ'ଣ ଆପଣ ପେଷ୍ଟ ବନେଇବେ। ଆପଣଙ୍କର କ୍ୱାଣ୍ଟିଟି ହିସାବରେ ଆପଣ କମ୍ ଅଧିକ କରିପାରିବେ। ମୁଁ ଏଇଠି 4 ବଡ଼ ସ୍ପୁନ୍ ନେଇଛି। ଏଇଠି ତାପରେ ଦେଖିପାରୁଥିବେ ଏଇଠି ଆମେ ଭଲସେ ପେଷ୍ଟକୁ ପରିବା ସହିତ ମିଶାଇ ନେବା। ପେଷ୍ଟ ପରିବା ସହିତ ମିଶିଗଲା ପରେ ସେଥିରେ ଆମେ ଶେଷରେ ରେଡ଼୍ ଚିଲି ପାଉଡ଼ର ଦେବା ଆଉ ହାଫ୍ ସ୍ପୁନ୍ ଗରମ ମସଲାକୁ ଦେବା। ଶୁଖା ମସଲା ଦେଲା ପରେ ସେଥିରେ ଆମେ ଟିକେ ମଏଶ୍ଚର ପାଇଁ ପ୍ରଥମେ ଘୋଡ଼େଇ ନେବା 1 ମିନିଟ୍। 1 ମିନିଟ୍ ପରେ କଭର୍ ଖୋଲି ଭଲସେ ଘାଣ୍ଟି ନେବା। ଏଇଠି ଦେଖିପାରୁଥିବେ କେତେ ବଢ଼ିଆ କ୍ରିସ୍ପି ହେଇଗଲାଣି। ତଥାପି ଆଉ ଟିକେ କ୍ରିସ୍ପି ହେଲେ ପଖାଳ ସହିତ ପୁରା ମଜା ଆସିଯିବ। ସେଥିପାଇଁ ଆପଣ ଆଉ ଟିକେ ଦେଖନ୍ତୁ, ଏଇଠି ଆଉଥରେ ବି ହେଇଗଲାଣି ଆମର କ୍ରିସ୍ପି। ଏବେ ତ ରେଡ଼ି ହେଇଗଲା ଆମର ସୋରିଷ ଦିଆ ମୂଳା ଭଜା। ଆଶା କରୁଛି ଆପଣଙ୍କୁ ଭିଡ଼ିଓଟି ଭଲ ଲାଗିବ। ଭିଡ଼ିଓଟି ଯଦି ଭଲ ଲାଗେ ତାହେଲେ ଲାଇକ୍, ସେୟାର, କମେଣ୍ଟ କରିବାକୁ ଜମାରୁ ବି ଭୁଲିବେନି। ପୁଣି ଥରେ ଆଉ ଗୋଟେ ଭିଡ଼ିଓରେ ଦେଖା ହେବା। ଟିଲ୍ ଦେନ୍ ବାଏ ବାଏ।